ବର୍ତ୍ତମାନ ଆମେ ମଣି ନାଗେଶ୍ୱରୀ ମାଆଙ୍କ ପାଖକୁ ଯାଇଥିଲୁ ବୁଲିବାକୁ। ୟା ବିଷୟରେ ରହସ୍ୟ ଜାଣିବାକୁ ଚାହିଁଲେ ଗୋଟେ ଭାଇ ଅଛନ୍ତି ସନ୍ତୁ ଭାଇ, ତାଙ୍କୁ ପଚାରିବାକୁ ସନ୍ତୁ ଭାଇ କହିଲା ବିଷୟରେ ରହସ୍ୟ କ'ଣ? ଇଏ ହେଲେ 1347 ମସିହାର ମନ୍ଦିର। ଆଜ୍ଞା। ଏ ରଜାଙ୍କର ଇଷ୍ଟ ଦେବୀ। ଆଜ୍ଞା। ଯୋଉଟା କି ରଜା ତାଙ୍କର ଯୁଦ୍ଧ ଟାଇମରେ ଯିବା ପୂର୍ବରୁ ଆଜ୍ଞା ତାଙ୍କର ବାର୍ଷିକ ଏଠି ମଣିଷ ବଳି ଦିଅନ୍ତି। ଆଜ୍ଞା। ମାଘ ମାସରେ ଗୋଟେ ମାସ ସମ୍ପୂର୍ଣ୍ଣ 30ଟା ବଳି ଖାଏ। ଆଜ୍ଞା। ଯୋଉଟା କି ନରବଳି ତାର ସ୍ପେଶାଲ, ସେ ରଜାଘର ସବୁ ବେଠିଆ ଥାନ୍ତି ମାଘ ମାସିଆ ବୋଲି ତଣ୍ଟିଆ କଟା, ସେମାନେ ସେ ମାଘ ମାସଟାକ ସେ ଯୁଆଡୁ ହେଲେ ସଂଗ୍ରହ କରିକି ଆଣି ଏଠି ମାନେ ଆମର ତ ବେକ କଟା ହେଇକି ଦିଆଯାଏନି, ଯୋଉଟା କି ସେମାନେ ଆମର ଦଣ୍ଡ ଯାତ୍ରା ସରିଲା ପରେ ଯୋଉ ପାଟ କଣ୍ଟା ଫୋଡାନ୍ତି, ସେ ପାଟ କଣ୍ଟା ଭଳିଆ ଗୋଟେ ନାକରେ ପୁରେଇକି ତାଙ୍କ ନାକରେ ପୁରେଇକି ଆଣିଥିବେ। ଆଗରେ ଯୋଉ ସୁଡଙ୍ଗଟା ଦେଖିଲେ ମଣ୍ଡପଟା ଅଛି, ସେ ମଣ୍ଡପଟା ହେଲା ତାର ଗୁପ୍ତ ସୁଡଙ୍ଗଟା। ସେ ସୁଡଙ୍ଗଟା ତଳ ପର୍ଯ୍ୟନ୍ତ ଫିଟିଛି। ସେ ସୁଡଙ୍ଗର 35 ଫୁଟ ତଳେ ତା ମସ୍ତକର ମଣି ଅଛନ୍ତି। ମଣିଷ ବଳି ସେଇଠିକି ନେଇ ଦିଆଯାଏ। ଆମର ବିଶ୍ୱାବସୁ ଯୋଉ ଶବର ରାଜା ଥିଲେ, ବିଶ୍ୱାବସୁ ନୀଳମାଧବଙ୍କୁ ନେଇ କଣ୍ଟ୍ରିରେ ରଖିଥିଲେ। ବିଶ୍ୱାବସୁ ୟାକୁ ଏଠି ବସେଇଥିଲେ। ଏ ହେଲେ 1347 ମସିହାର ମନ୍ଦିର। ରଜା ଆମ ରଣପୁର ରାଜା ପ୍ରତିଦିନ କୋଉ ରାଜା ନରେନ୍ଦ୍ର ପୋଖରୀ ଆମ ଯୋଉ ରଜା କରିଥିଲେ, ଉଦ୍ଧବ ଚନ୍ଦ୍ର ନରେନ୍ଦ୍ର ସିଂହ ଦେଓ, ଅଠନଳା ନରେନ୍ଦ୍ର ପୋଖରୀ, ସେ ରାଜା ପ୍ରତିଦିନ ସକାଳୁ ସେ ଏଇଠିକି ଆସନ୍ତି। ଏଇଠୁ ଠିଆ ହେଇକି ପୁରୀ ନୀଳଚକ୍ର ଦର୍ଶନ କରନ୍ତି। ତାପରେ ଘୋଡାରେ ଯାଆନ୍ତି ପୁରୀ ନୀଳଚକ୍ର ଦର୍ଶନ। ହଁ, ଏ ସାମ୍ନାଟା ହେଲା ପୁରୀ। ତେଣୁକରି ଏବେ ତ ଆଉ ନୀଳଚକ୍ର ଦେଖା ନାହିଁ, ଚିଲିକାଟା ଦେଖାଯିବ କ୍ଲିୟର। ସେତିକି ଡୋରି ନ ଲାଗିଲେ ଆପଣ ଏଠିକି ଆସିକି ଦେଖିପାରିବେନି। ଆମର ମୁଁ ତ 3 ଥର ଆସି ଫେରସ୍ତ ହେଇଛି, 4 ନମ୍ବର ଥର ଆସି ଦେଖିଲି। ଏଇ ଭାଇମାନଙ୍କ ଥ୍ରୁରୁ ସମସ୍ତଙ୍କ ଥ୍ରୁରୁ ଆସିଛି ଦେଖିବାକୁ। ମୁଁ 4 ଥର ଫେଲ ହେଇଛି। ଏବେ ଆକୁ ସମସ୍ତେ 7 ବର୍ଷ ହେଲା ବର୍ତ୍ତମାନ ଦେଖୁଛନ୍ତି ରାସ୍ତା ଖୋଲିଲା ପରେ। ନହେଲେ ଯୋଉ ପୁରୁଣା ରାସ୍ତା ଥିଲା, ଚଲା ରାସ୍ତା, ସେପଟେ ସମସ୍ତେ ଆସିବା ପାଇଁ ସଦୁପଯୋଗ୍ୟ ନୁହଁ। ଟୋକାଟା କଳିଆ ହେଲେ ଆସିପାରିବେ। ଆଜ୍ଞା, ଠିକ ଅଛି। ଦିଅଙ୍କ ବିଷୟରେ ଜାଣିଥିବାରୁ ଆପଣଙ୍କୁ ଧନ୍ୟବାଦ।